କନ୍ଧମାଳ କବି ସ୍ୱପ୍ନ କୁମାର ତ୍ରିପାଠୀଙ୍କ ରଚନା ବାପୁ। ନିତ୍ୟ ଜୀବନ ସତ୍ୟର ସନ୍ଧାନ। ହିଂସା କଦାକାର ଘୂର୍ଣ୍ଣ୍ୟ ଅସାମାଜିକ ତଥା କ୍ଷଣସ୍ଥାୟୀ। ହିଂସା କେବେ ହେଲେ ମାନବକୁ ଶାନ୍ତି ଦେଇପାରିବ ନାହିଁ। ଅହିଂସା ସତ୍ୟ ସୂର୍ଯ୍ୟୋଦୟ ଦିଗନ୍ତ ବିସ୍ତାରୀ ତଥା ମାନବତା ବାହକ ପୂର୍ଣ୍ଣିମା ଚନ୍ଦ୍ର ଅଟେ। ବାପୁ ଏକ ଶୁଭ୍ରଚନ୍ଦ୍ର ଆଲୋକମୟ ଜ୍ଞାନ ଜ୍ୟୋତି ଚିର ସଂଜ୍ଞା ବାହକ। ଯଦି ବାପୁ ଚାହିଁଥାନ୍ତେ ଭାରତକୁ କେହି ଯୁଗ ପୂର୍ବରୁ ଅର୍ଥାତ୍ 1947ର ବହୁତ ପୂର୍ବରୁ ସ୍ୱାଧୀନତା କରାଇ ପାରିଥାନ୍ତେ। ଏହାର ଗୋଟିଏ ରାସ୍ତା ଥିଲା ହିଂସା, ଅର୍ଥାତ୍ ସେ ସମସ୍ତ ଭାରତୀୟଙ୍କୁ କହିଥାନ୍ତେ, ହେ ଭାରତୀବାସୀ, ତୁମେ ଜାଗ୍ରତ ହୋଇପଡ଼। ଇଂରେଜମାନଙ୍କୁ ଦେଶରୁ ହଟାଇବା ନିମିତ୍ତ ଆପଣାର ଅସ୍ତ୍ର ଅର୍ଥାତ୍ କାତି ଟାଙ୍ଗିଆ ଧନୁଷର ଠେଙ୍ଗାକୁ ଉପଯୋଗ କରି ଇଂରେଜମାନଙ୍କ ବସତି ଉପରେ ପ୍ରତ୍ୟେକ ସ୍ଥାନରେ ଆକ୍ରମଣ କର। ଇଂରେଜମାନଙ୍କୁ ମାରି ହିଁ ଆମେ ସ୍ୱାଧୀନତା ପାଇପାରିବା। ବାପୁଙ୍କର ଏଇ ଗୋଟିଏ ଆଦେଶ ହିଁ ଭାରତୀୟମାନଙ୍କ ପାଇଁ ସ୍ୱାଧୀନତାର ରାହ ସୃଷ୍ଟି କରିଦେଇଥାନ୍ତା। ଭାରତୀୟମାନେ ରକ୍ତମୁଖା ହୋଇ ଇଂରେଜମାନଙ୍କୁ ହତ୍ୟା କରିବାର ପଦକ୍ଷେପ ନେଇଥାନ୍ତେ। ଏହା କ'ଣ ଠିକ୍ ଥିଲା କି? ଇଂରେଜମାନଙ୍କ ପାଖରେ ବନ୍ଧୁକ କମାଣ, ଆମ ପାଖରେ କାତି ଟାଙ୍ଗିଆ ଧନୁଷର। ଇଂରେଜମାନେ ଅବଶ୍ୟ ମରିଥାନ୍ତେ, ମାତ୍ର ଆମରି ଭାରତୀୟମାନଙ୍କ ଲକ୍ଷ ଲକ୍ଷ ମୁଣ୍ଡ ଏଇ ଧରାରେ ରକ୍ତ ପ୍ଲାବନ ହୋଇଥାନ୍ତା। ତାପରେ ଲୋକେ କହିଥାନ୍ତେ ଗାନ୍ଧୀ ଏକ ଅମାନବ, ମାନବତାର ଶତ୍ରୁ। ଗାନ୍ଧୀଙ୍କ ଆଦେଶ ପାଳନ କରି ଆମେ ପାଇଲେ କ'ଣ? ଗାନ୍ଧୀ ତ ଆମ ଦେଶର ଅଧେ ଲୋକଙ୍କୁ ମରେଇ ଦେଲେ। ଗାନ୍ଧୀ ନେଇଥାନ୍ତେ ଏକ ବଡ଼ ଅପବାଦ। ବାପୁ ବି ଚାହୁଁଥିଲେ ଇଂରେଜମାନଙ୍କ ଠାରୁ କୌଣସି ମତେ ଦେଶକୁ ହଟେଇବା। ଏହାର ସୁଯୋଗ ଦ୍ୱିତୀୟ ବିଶ୍ୱଯୁଦ୍ଧ, ଯାହା ଭାରତ ସ୍ୱାଧୀନତା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୁଏ। 1942ର ସେହି ସୁଯୋଗ କୁଇଟ୍ ଇଣ୍ଡିଆ ମୁଭମେଣ୍ଟ ବା କର ବା ମରର ଆଦେଶ, ଅର୍ଥାତ୍ ନଇଁ ପଡ଼ିଥିବ ଯେତେବେଳେ ବିଦାୟ ମାରିବା ସେତିକିବେଳେ। ଏହା କେବଳ ଇଡ଼ିୟମ୍ ନୁହେଁ, ଏହା ହିଁ ସୁଯୋଗ। ଏହାର ସୁଯୋଗ ବାପୁ ନେଇଥିଲେ 1942ରେ। ତେଣୁ ଏହି ଡାକରାକୁ ଶୁଣି ସୁଭାଷ ଚନ୍ଦ୍ର ବୋଷ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ ତଥା ବାପୁ ମହାନ ଆଦର୍ଶ ଚରିତ୍ରକୁ ଦୋହରାଇଥିଲେ। କବି କହେ, ବାପୁ ଇଜ୍ ଦ ରିଏଲ୍ ପଲିଟିସିଆନ୍, ଅଦର୍ସ ଆର୍ ଜଷ୍ଟ ବବୁଲ୍ ଅଫ୍ ମୋସନ୍। କେଉଁ ସମୟରେ କ'ଣ ନିଷ୍ପତ୍ତି ନିଆଯିବ, ବାପୁ ସେହି ସୁଯୋଗ ନିତ୍ୟ ଉଣ୍ଡୁଥିଲେ। ସ୍ୱାଧୀନତା ପରେ ଜିନ୍ନାର କେଲେଙ୍କାରୀ ଏକ ମହା ଅପବାଦ, ଅର୍ଥାତ୍ ଏହା ବାପୁ କେବେ ହେଲେ ଆତ୍ମାରେ ଭାବୁନଥିଲେ। ଭାରତ ପାକ୍ ବିଭାଜନ ହେବା ପରେ ସମସ୍ତ ମୁସଲିମଙ୍କୁ ଭାରତରୁ ତଡ଼ିଦେବା କ'ଣ ଯୁକ୍ତିଯୁକ୍ତ ଥିଲା କି? ଯଦି ଏହା ବାପୁ କରିଥାନ୍ତେ, ସେ ମହା ନିନ୍ଦାରେ ବୁଡ଼ିଥାନ୍ତେ, ଅର୍ଥାତ୍ ଝିକିଲେ କାଟିଲା ପେଲିଲେ କାଟିଲା। ଏ ଦେଶର ସବୁ ମୁସଲମାନ ଦେଶଦ୍ରୋହୀ ନଥିଲେ। ଅନେକ ମୁସଲମାନ ଏହି ଦେଶ ସହ ଆତ୍ମୀୟତା ବାହିଛନ୍ତି। ସେମାନଙ୍କୁ ଜବରଦସ୍ତ ତଡ଼ିଦେବା ବା ସେମାନଙ୍କର ଗୃହକୁ ଭାଙ୍ଗିଦେବା ହୁଏତ ନାଥୁରାମ କରିପାରିଥାନ୍ତା, କିନ୍ତୁ ଗାନ୍ଧୀ ଏହା କରିପାରିନାହାନ୍ତି। ତେଣୁ ହିଂସାବାଦୀଙ୍କ ଚକ୍ଷୁରେ ଗାନ୍ଧୀ ଅପବାଦ ବନିଗଲେ। ଏହା ବୋଧହୁଏ ସତ୍ୟ। ଏହା କଥା କହିଦେବା ବଡ଼ ସହଜ, ମାତ୍ର ତାକୁ କାମରେ କଲା ପରେ ଯାଇ ସବୁ ବୁଝି ହୁଏ। ଗାନ୍ଧୀ ନିତ୍ୟ ସ୍ୱର୍ଣ୍ଣାଭ, ଆଲୋକଚନ୍ଦ୍ର, ନିଃସ୍ୱାର୍ଥପର ତଥା ମାନବତା ବାହକ ଏକ ପୂର୍ଣ୍ଣାଙ୍ଗ ଚରିତ୍ର। ବାପୁଙ୍କ ଆଦର୍ଶରେ ଏହି ଭାରତ ନିତ୍ୟ ଧନ୍ୟ ହୋଇଛି। ଯେଉଁମାନେ ଆତଙ୍କୀ ଚରିତ୍ର ବାହି ବାପୁଙ୍କୁ ନିନ୍ଦା କରନ୍ତି, ସେମାନେ ଆପଣା ମୁଖକୁ କଳାକନାରେ ଢାଙ୍କି ରଖନ୍ତୁ। ଏହା ସେମାନଙ୍କ ପାଇଁ ଆଶୀର୍ବାଦ ହେବ। କବି ସ୍ୱପ୍ନ କୁମାର ଜଣେ ସାଧାରଣ କବି, କିନ୍ତୁ ଜୀବନ ଏହାର ଚରିତ୍ରକୁ ଆତ୍ମାରେ ନିଭେଇଛି। ବାପୁ ଇଂରେଜ ଅର୍ଥନୀତିକୁ ଦୁର୍ବଳ କରି ଶିକ୍ଷା ଦେବାରେ ବି କୌଣସି କସର ଛାଡ଼ି ନାହାନ୍ତି। ଏହାକୁ ଭାରତର ଜ୍ଞାନୀ ସମାଜ ଆତ୍ମାରେ ନିଭାନ୍ତୁ। ଧନ୍ୟବାଦ।